ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ସକାଳୁ ଖାଲି ପେଟରେ କେଉଁ ପତ୍ର ଖାଇଲେ ଆଖି ରୋଗ ଭଲ ହୋଇଥାଏ? ଅପସନ୍ ଏ କଲରା ପତ୍ର, ଅପସନ୍ ବି ମାଣ୍ଡିଆ ପତ୍ର, ଅପସନ୍ ସି ଭୃଷଙ୍ଗ ପତ୍ର, ଅପସନ୍ ଡି ପିଜୁଳି ପତ୍ର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଭୃଷଙ୍ଗ ପତ୍ର। ଦ୍ୱିତୀୟ ପ୍ରଶ୍ନଟି ହେଉଛି ସକାଳୁ ଖାଲି ପେଟରେ ପାଣି ପିଇଲେ କେଉଁ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ପେଟ ସମସ୍ୟା, ଅପସନ୍ ବି ଗ୍ୟାସ୍ ସମସ୍ୟା, ଅପସନ୍ ସି ହାର୍ଟ ସମସ୍ୟା, ଅପସନ୍ ଡି ମୁଣ୍ଡ ସମସ୍ୟା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ହାର୍ଟ ସମସ୍ୟା। ତୃତୀୟ ପ୍ରଶ୍ନଟି ହେଉଛି ପାଞ୍ଚ ନଦୀର ରାଜ୍ୟ କାହାକୁ କହନ୍ତି? ଅପସନ୍ ଏ ପଞ୍ଜାବ, ଅପସନ୍ ବି ଓଡ଼ିଶା, ଅପସନ୍ ସି ଛତିଶଗଡ଼, ଅପସନ୍ ଡି ବିହାର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ପଞ୍ଜାବ। ଚତୁର୍ଥ ପ୍ରଶ୍ନଟି ହେଉଛି ଦାନ୍ତ ମୂଳରେ କ'ଣ ଲଗାଇଲେ ଦାନ୍ତ ବିନ୍ଧା ଭଲ ହୋଇଥାଏ? ଅପସନ୍ ଏ ମହୁ, ଅପସନ୍ ବି କ୍ଷୀର, ଅପସନ୍ ସି ସୋରିଷ ତେଲ, ଅପସନ୍ ଡି ଲବଙ୍ଗ ତେଲ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଲବଙ୍ଗ ତେଲ। ପଞ୍ଚମ ପ୍ରଶ୍ନଟି ହେଉଛି ହକି ଖେଳର ଯାଦୁକର କାହାକୁ କହନ୍ତି? ଅପସନ୍ ଏ ବିରାଟ କୋହଲି, ଅପସନ୍ ବି ବିଶ୍ୱନାଥ ଆନନ୍ଦ, ଅପସନ୍ ସି ଧ୍ୟାନ ଚାନ୍ଦ, ଅପସନ୍ ଡି ସାନିଆ ମିର୍ଜା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଧ୍ୟାନ ଚାନ୍ଦ। ଷଷ୍ଠ ପ୍ରଶ୍ନଟି ହେଉଛି କେଉଁ ପରିବା ଖାଇଲେ ରକ୍ତ ପରିଷ୍କାର ରହେ? ଅପସନ୍ ଏ ଗାଜର, ଅପସନ୍ ବି ବିଟ୍, ଅପସନ୍ ସି ଆଲୁ, ଅପସନ୍ ଡି କଲରା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି କଲରା। ସପ୍ତମ ପ୍ରଶ୍ନଟି ହେଉଛି ସକାଳୁ ଖାଲି ପେଟରେ କ'ଣ ଖାଇଲେ ଶ୍ୱାସ ରୋଗ ଭଲ ହୋଇଥାଏ? ଅପସନ୍ ଏ ହଳଦୀ, ଅପସନ୍ ବି ମହୁ, ଅପସନ୍ ସି ଗୁଡ଼, ଅପସନ୍ ଡି ଅଦା ରସ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଗୁଡ଼। ଅଷ୍ଟମ ପ୍ରଶ୍ନଟି ହେଉଛି କେଉଁ ରାଜ୍ୟରେ ସବୁଠାରୁ ଅଧିକ ମାଛ ଚାଷ କରାଯାଏ? ଅପସନ୍ ଏ ଓଡ଼ିଶା ରାଜ୍ୟ, ଅପସନ୍ ବି କେରଳ ରାଜ୍ୟ, ଅପସନ୍ ସି ଆନ୍ଧ୍ରପ୍ରଦେଶ ରାଜ୍ୟ, ଅପସନ୍ ଡି ହରିୟାଣା ରାଜ୍ୟ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଆନ୍ଧ୍ରପ୍ରଦେଶ ରାଜ୍ୟ। ନବମ ପ୍ରଶ୍ନଟି ହେଉଛି କେଉଁ ଫଳର ରସ ଖାଇଲେ କିଡ଼ନୀ କେବେ ବି ଖରାପ ହୁଏ ନାହିଁ? ଅପସନ୍ ଏ କଲରା, ଅପସନ୍ ବି ଲେମ୍ବୁ, ଅପସନ୍ ସି ସେଓ, ଅପସନ୍ ଡି ଡାଳିମ୍ବ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଡାଳିମ୍ବ। ଦଶମ ପ୍ରଶ୍ନଟି ହେଉଛି ନିୟମିତ କେଉଁ ଶାଗ ଖାଇଲେ ଅନ୍ଧାର କଣା ରୋଗ ହୁଏ ନାହିଁ? ଅପସନ୍ ଏ ସଜନା ଶାଗ, ଅପସନ୍ ବି ମେଥି ଶାଗ, ଅପସନ୍ ସି କଲରା ଶାଗ, ଅପସନ୍ ଡି ଏ ସମସ୍ତ ପ୍ରକାର ଶାଗ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ସଜନା ଶାଗ। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ଗୋଟିଏ ବି କରିଦିଅନ୍ତୁ।